ଦେଖନ୍ତୁ ଆଜ୍ଞା ଆମର ଏଇଟା ତ ଆଦିବାସୀ ଅଞ୍ଚଳ ତ ଆଦିବାସୀ ଅଞ୍ଚଳର ବା ଗାଁ ଗହଳିର ଆମର ପିଲା ଛୁଆମାନେ ଯେତେବେଳେ ଖରା ଛୁଟି ହୁଏ ବା ସମର ଭକେସନ ଛୁଟି ହୁଏ ସେଇ ସମୟରେ ଆମର ଗାର୍ଡିଆନ ମାନେ ତ ତାଙ୍କମାନେ କିଛି ଜାଣିନାହାନ୍ତି ତ ଛୁଟି ହେଲେ ପିଲା ଛୁଆମାନେ ଇଆଡ଼େ ସିଆଡ଼େ କିଏ ବିଲରେ କିଏ ବାଡ଼ରେ ଇଆଡ଼େ ସିଆଡ଼େ ହେବେ ସେଇପାଇଁ ମୁଁ ଗୋଟେ ଡିସାଇଡ୍ କଲି ଯେ ଆମର ପିଲା ଛୁଆମାନେ କେମିତି ପଢ଼ିବେ ମାନେ କେମିତି ଶିକ୍ଷିତ ହେବେ ସେଇଟା ଭାବିକିନା ତାଙ୍କର ଗାର୍ଡିଆନ ମାନଙ୍କୁ ଘରେ ଘରେ ଯାଇକିନା ବୁଝିଲି ତାପରେ ନାଇକି ସେମାନଙ୍କୁ ପଢ଼େଇବାର ଟ୍ୟୁସନ୍ କରିବାର ବ୍ୟବସ୍ଥା କରିଛି ତାପରେ ଏମିତି ସକାଳେ ସନ୍ଧ୍ୟାରେ ପ୍ରାୟ ସବୁଦିନ ଆସନ୍ତି ଆଉ ଟ୍ୟୁସନ୍ କରନ୍ତି ଯାଆନ୍ତି ଟ୍ୟୁସନ୍ କରି ଗଲାବେଳେ ମୁଁ ହୋମୱାର୍କ ବି ଦେଇଥାଏ ହୋମୱାର୍କ ବି କରିକିନା ଆଣନ୍ତି ବହୁତ ବଢ଼ିଆ ପଢ଼ନ୍ତି ପିଲାମାନେ ଦେଖନ୍ତୁ ଆଜ୍ଞା ମୁଁ ସେମିତି କିଛି ସାହାଯ୍ୟ ସହଯୋଗ ମାଗୁନି ଆଉ ମାଗିବି ନାହିଁ ମଧ୍ୟ କିନ୍ତୁ ତାଙ୍କ ପିଲା ଛୁଆମାନେ ଆସନ୍ତୁ ପାଠ ପଢ଼ନ୍ତୁ ଦୁଇ ଏକର ଶିଖନ୍ତୁ ପଢ଼ିଲେ ତାଙ୍କର ଫ୍ୟୁଚର ବା ତାଙ୍କ ଭବିଷ୍ୟତ ଉଜ୍ଜଳ ହେବ ତା ସହିତ ଆମର ଗାଁ ବି ଡେଭଲପ ହେବ କଣ୍ଟ୍ରି ବା ଆମ ଦେଶ ବି ଉନ୍ନତି ହେବ ମୁଁ ଚାହୁଁଛି ଆମର କେମିତି ପିଲାମାନେ ମାନେ ଶିକ୍ଷିତ ହେବେ କେମିତି ପଢ଼ିବେ ସେଇଆ ଚାହୁଁଛି ଆଜ୍ଞା ଦେଖନ୍ତୁ ଆଜ୍ଞା ମୋର ମୁଁ ପଢ଼ିଲି 10th ମୋର ପାତ୍ରପୁର ହାଇସ୍କୁଲ ମୋର 2019ରେ ମୋର ପାସ୍ ଆଉଟ୍ ହେଇଗଲି ତାପରେ +2 ମୋର ଗଭ୍ SSD ହାଇ ସେକେଣ୍ଡାରୀ ସ୍କୁଲ କର୍ଚାମାଲ +2 ସାଇନ୍ସ ମୋର କମ୍ପ୍ଲିଟ୍ ହେଲା ତାପରେ ନବରଙ୍ଗପୁର ବିବି କଲେଜ ମୋର BSc BSc ତ ଏମ୍ ଅଛି ତ ସି ଏମ୍ ପର୍ଯ୍ୟନ୍ତ ଯେତେବେଳେ ପହଞ୍ଚିବି ସେଇବେଳେ ହିଁ କହିବି ଦେଖନ୍ତୁ ଆଜ୍ଞା ଆମେ ଯେତେବେଳେ ଛୋଟବେଳେ ମୁଁ ଯେତେବେଳେ ପାଠ ପଢ଼ୁଥାଏ ସ୍କୁଲରେ ବା କଲେଜରେ ସେଇ ସମୟରେ ଆମର ଆଜ୍ଞା ସାର୍ମାନେ କୁହନ୍ତି ପାଠ ଭଲସେ ପଢ଼ ଆଉ କ୍ୟାରିଅର ଗଢ଼ ତାପରେ ନିଜେ ପଢ଼ିଲେ ଅନ୍ୟକୁ ପଢ଼େଇବ ଅନ୍ୟକୁ ଶିଖେଇବ ଅନ୍ୟକୁ ଶିକ୍ଷିତ କରିବ ଆଉ ପାଠ ଭଳିଆ ଜିନିଷ ନିଜେ ଶିଖିନା ସାଇତି ରଖିଲେ ସେଇଟା କିଏ ହୁଏ ବା ନଷ୍ଟ ହୁଏ ତ ତାଙ୍କ ପ୍ରେରଣାରେ ଗୁରୁଜନଙ୍କ ପ୍ରେରଣାରେ ଆଜି ମୁଁ ଏତେ ପାଠ ପଢ଼ିଲି ତାପରେ ଅନ୍ୟମାନଙ୍କୁ ବି ପଢ଼ଉଛି ଆଗକୁ ବି ପଢ଼ଉଥିବି ଦେଖୁଛନ୍ତି ଆଜ୍ଞା ଆମର ଏରିଆ ବି ସେମିତିଆ ଆମର ପଛୁଆ ବର୍ଗର ସବୁଠୁ ପଛୁଆ ପଞ୍ଚାୟତଟା ବଡ଼ ଟେମରା ପଞ୍ଚାୟତ ତେଣୁ ଏରିଆ ଯେମିତିକି ସେ ପିଲାମାନେ ବି ସେମିତି ଆଉ ତାଙ୍କ ମା ବାପା ବି ସେମିତି ପାଠ ପଢ଼ାରେ ସେମିତି ଧ୍ୟାନ ବି ଦେଉନାହାନ୍ତି ପିଲାମାନଙ୍କୁ ଆଗକୁ ନେବା ପାଇଁ ଏତେ ଇଣ୍ଟରେଷ୍ଟ ବି ନାହିଁ ତାଙ୍କର ସେଥିପାଇଁ ସେ ଆମର ଗାଁର ସିଚୁଏସନଟା ଦେଖିକିନା ସେ ପିଲା ଆମର ଗାଁର ପିଲା ମନିତର ମୁଦୁଲି ସେ ତ ବହୁତ ପାଠ ବି ପଢ଼ିଛି ଆଉ ଦେଖିକିନା ଆମର ଗାଁର ଆମର ଏରିଆର ପରିସ୍ଥିତି ଦେଖିକିନା କିଛି ଗୋଟେ କଲେ ହୁଅନ୍ତା ପିଲାମାନେ ବି ଇଆଡ଼େ ସିଆଡ଼େ ହେଉଛନ୍ତି ପାଠ ବି ମନେ ରହୁନାହିଁ ଆମର ଏରିଆଟା ଯେମିତିକି ପିଲାମାନେ ବି ସେମିତି ତଳରୁ ତଳେ ହିଁ ରହୁଛନ୍ତି କିଏ ଆଗକୁ ବଢ଼ୁନାହାନ୍ତି ତାଙ୍କ ମା ବାପା ବି ସେମିତି ଆଉ ପିଲାମାନେ ବି ସେମିତି ବୋଲିକିନା ସେ ଗୋଟେ ଟ୍ୟୁସନ୍ କରିବାର ବ୍ୟବସ୍ଥା କରିଛି ଆଉ ତାପରେ ସେ ଚିନ୍ତା କଲାରୁ ତା ମା ବାପା ମାନଙ୍କୁ ଘରେ ଘରେ ଯାଇକିନା ବୁଝାଇକିନା ସେ କରିଛି ଆଉ ତାଙ୍କର ମା ବାପା ମାନେ ବି ସମସ୍ତ ପିଲାମାନଙ୍କୁ ପଠଉଛନ୍ତି ଆଉ ପିଲାମାନେ ବି ଏବେ କେତେ ସୁନ୍ଦର ଭାବରେ ଇଆଡ଼େ ସିଆଡ଼େ ହେଉନାହାନ୍ତି 2 ଟାଇମ୍ରେ ମନେ ବି ରଖୁଛନ୍ତି ଆମର ସ୍କୁଲ ଟାଇମ୍ ସନ୍ଧ୍ୟା ସକାଳେ କୁଆଡ଼େ ଯାଇକିନା ବି ମନେ ରଖୁଛନ୍ତି ଆଉ ପଳେଇ ଆସୁଛନ୍ତି ସ୍କୁଲ ଯିବା ପାଇଁ ତେଣୁ ସନ୍ଧ୍ୟା ବେଳେ 1 ଓଳି ସକାଳେ 1 ଓଳି 2 ଓଳି ଆସିକିନା ପଢ଼ୁଛନ୍ତି।